ଝିଅ ତୋର ନାଁ କ'ଣ? ପ୍ରୀତିଲିପ୍ସା ସାହୁ। ପାଟୁଆ ହେଇଛ ଆଜି କ'ଣ ପାଇଁ ପାଟୁଆ ହେଇଛ? ମୋ ଛୁଆ ବେଳୁ ଦେହ ଅସୁସ୍ଥ ଥିଲା, ସେଥିପାଇଁ ମୋ ବାପା ମୋ ପାଇଁ ମାନସିକ ରଖିଥିଲେ ଠାକୁରଙ୍କ ପାଖରେ। ମାନସିକ ତୋର ପୂରଣ ହେଇଗଲା? ଆଜ୍ଞା ଦେହ ଭଲ ହେଇଗଲା? ଆଜ୍ଞା ତାପରେ ତମେ କହିଲେ ପାଟୁଆ ହବ। ଆଜ୍ଞା। ପାଟୁଆ ହେଲେ କେତେ ଭଲ ଲାଗୁଛି ଆଉ କେତେ କଷ୍ଟ ହଉଛି ତମମାନଙ୍କୁ? କିଛି ବହୁତ। କଷ୍ଟ ଲାଗୁଛି? ହଁ, ଯୋଉ ରାସ୍ତାରେ ରାତି ମାନେ ଯୋଉ ଅନିଦ୍ରା ହେଇକି ଯୋଉ ରାସ୍ତାରେ ଚାଲିଲେ ପାଦକୁ ମାନେ କଷ୍ଟ ହଉଛି ବହୁତ। କଷ୍ଟ ହେଲା ବେଳକୁ ଲାଗୁଛି ତମକୁ ପୁରାଣ ମାନେ ମାନସିକ ପୂରଣ ହେଇଛି ବୋଲି କଷ୍ଟ କରିବାକୁ ପଡୁଛି। ଆଜ୍ଞା ଏଇଆ ତ? ଆଜ୍ଞା। କ'ଣ ତମ ନାଁ? ପ୍ରୀତି କୁମାର ମାଝୀ। କୋଉଠି ଘର? ଧାମରା। ଧାମରା? ଧାମରାରୁ ଆସିଛ ଏତେ ବାଟରୁ ପାଟୁଆ ହେବା ପାଇଁ? କାହିଁକି ପାଟୁଆ ହେଇଛ? ଦେହ ଭଲ ନାହିଁ। ଦେହ ଭଲ ନଥିଲା ବୋଲି ମାମା ମାନସିକ ରଖିଥିଲେ? ମାମା ମାନସିକ ରଖିଥିଲେ ନା ବାବା ମାନସିକ ରଖିଥିଲେ? ମାମା। ମାମା ରଖିଥିଲେ? ଏବେ ଦେହ ଭଲ ହେଇଯାଇଛି? ଆସନ୍ତା ବର୍ଷ ପୁଣି ପାଟୁଆ ହବ? ପାଠ ପଢୁଛ? ପାଠ କୋଉ କ୍ଲାସରେ? ଉଦୟ। ଉଦୟରେ ପାଠ ପଢୁଛ? ଧାମରାରୁ ଏତେ ଦୂରକୁ ଆସିଛ ପାଟୁଆ ହେବା ପାଇଁ, କେମିତି ଲାଗୁଛି ତମକୁ? ଖାଲି ପାଦରେ ଚାଲିଲା ବେଳକୁ କଷ୍ଟ ହଉଛି? ନାମ ଠାକୁର ସାଙ୍ଗେ ଚାଲିଛି। ଠାକୁରଙ୍କ ଇଚ୍ଛାରେ ଚାଲୁଛ? ବା ଆଉ ଯୋଉ ରାତି ଅନିଦ୍ରା ହଉଛ ସେଥିପାଇଁ କଷ୍ଟ ହଉନି? କ'ଣ ନାଁ ମ୍ୟାଡ଼ାମ? ଶକୁନ୍ତଳା ମାଝୀ। କୋଉଠି ଘର? ଘର ଶାସପୁର। ମାନସିକ ରଖିଥିଲେ? ଛୋଟିଆ ପିଲାଟେ କ'ଣ ମାନସିକ ରଖିଥିଲେ? ଆଉ ପୁଅର କ'ଣ ଦେହ ଭଲ ହେଲା ନା? ହଁ ଆଜ୍ଞା, ପୁଅର ମାନସିକ ରଖିଥିଲେ। ପୁଅ ଦେହ ଭଲ ହେଉଥିଲାନି, ବହୁତ ଅସୁସ୍ଥ ହେଉଥିଲା। ପୁଅ ଏବେ ଭଲ ହେଉଛି। ମାଆଙ୍କ ଦୟାରୁ ଭଲରେ ଚାଲିଛି। ତାକୁ ଭାରି ଭଲ ଲାଗୁଛି। ସେ ଠାକୁର ପ୍ରତି ଭାରି ଆଗ୍ରହ। ପୁଅ କିନ୍ତୁ ପରିଚୟ ଦେଉଥିଲା ତାଙ୍କ ଘର ଧାମରା ବୋଲି। ଆଜ୍ଞା, ମୋ ଶ୍ୱଶୁର ଘର ଧାମରା। ଧାମରାରୁ ଏତେ ଦୂରକୁ ଧାଇକି ଆସିଛନ୍ତି? ଆଜ୍ଞା, ମା ଟାଣି ଆଣିଲେ, ଆଉ କ'ଣ କରିବି? ମାଙ୍କର ମହିମା କେମିତି, ଆଉ କେମିତି ଲାଗୁଛି? ମାଙ୍କର ପ୍ରକୃତରେ ଶାସପୁରରେ କୃପା ଅଛି ନା ନାହିଁ? ଆଜ୍ଞା, ଶାସପୁରରେ ବହୁତ କୃପା ଅଛି। ଆଜ୍ଞା, ମାଙ୍କର ମହିମା ଯୋଗୁଁ ମୁଁ ଆଜି ଠିଆ ହେଇଛି।